ଏବେ ମୁଁ ଚାଲିଲି କୁସୁମ ବାହାଲ ମାଲକାନଗିରିର ଗୋଟେ ଭିଲେଜଟେ ବାହାରିଲି। ଚାଲ ଯିବା ବୁଲିକି ଆସିବା। ସ୍ୱଚ୍ଛ ଭାରତର ଗୋଟେ ବିଲ୍ଡିଂଟା, ସେ ଭିଲେଜରେ ବିଲ୍ଡିଂଟା ପଡ଼ିଥିଲା। ଦେଖନ୍ତୁ ଯିବା ଟିକେ ବୁଲି ଆସିବା ସ୍ୱଚ୍ଛ ଭାରତ ବିଲ୍ଡିଂ ଭିତରୁ କ'ଣ ସବୁ ସ୍ୱଚ୍ଛ ଭାରତର ହେଇଛି ବିଲ୍ଡିଂଟା ଦେଖିବା। ଏ ଭିଡ଼ିଓଟା କରାଯାଇଛି ଏଇଥିପାଇଁ ଯେ କି ଲୋକମାନଙ୍କ ପାଇଁ ଗଭର୍ଣ୍ଣମେଣ୍ଟ କେତେ ସୁବିଧା କରିଛି, କିନ୍ତୁ ଲୋକମାନେ ତା'ର ପ୍ରପର୍ ୟୁଟିଲାଇଜେସନ୍ କରୁନାହାନ୍ତି ଯେତିକି ଦରକାର। ଏଇଟା ଗୋଟେ ବାଟରେ ଗଲାବେଳେ ପଡ଼ିଥିଲା, ଏଇ ରାସ୍ତାରେ ଦେଖିଲି ପୁରା ମାନେ ପୁରା ପାହାଡ଼ ଆଉ ସବୁଜ ଜଙ୍ଗଲ ଭିତରେ ଘରଟା ହେଇଛି, ବଢ଼ିଆ ଲାଗିଲା। ସେଠି ଯାଇକି ଦେଖିଲି ଯେ କି ଲୋକମାନଙ୍କର ଅବ୍ୟବସ୍ଥା, ମାନେ ଗଭର୍ଣ୍ଣମେଣ୍ଟ ତାକୁ କରିଛି, ତା'ମାନେ କ'ଣ ଗଭର୍ଣ୍ଣମେଣ୍ଟ ଆସି ଏଠି ବସିକି ତାକୁ ଗୋଟେ ଲୋକ ରଖି ସଫା କରିବ ନା କ'ଣ? ଦେଖନ୍ତୁ ତା ଭିତରେ କେମିତି ସବୁ ଚାଲିଛି, କ'ଣ ସବୁ ହେଇଛି, କ'ଣ ସବୁ କରୁଛନ୍ତି ଲୋକମାନେ କେମିତି ଗଭର୍ଣ୍ଣମେଣ୍ଟର ପଇସା ନୋକସାନ କରୁଛନ୍ତି। ଗଭର୍ଣ୍ଣମେଣ୍ଟର ପଇସା ନୁହେଁ, ଏ ପଇସା କାହାର? ସେଇ ଲୋକଙ୍କର, କିନ୍ତୁ ଲୋକ ବୁଝିବା ପାଇଁ ନାରାଜ। ଦେଖନ୍ତୁ ଏବେ ଆମେ ବୁଲିଯିବା, ଭିତରଟା ଦେଖିଦେବା କେମିତି ହେଇଛି। ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ମୋତେ କମେଣ୍ଟ କରି ଜଣେଇବେ ଯେ ଏ ଜିନିଷଟା ମୁଁ କରିକି ଠିକ୍ କରିଛି କି ଭୁଲ କରିଛି। ମୁଁ ନିଜ ପାଇଁ ଏଇଟା କରିନି, ମୁଁ ଆପଣମାନଙ୍କ ପାଇଁ କରିଛି। ଯେ ଆପଣମାନେ ଜାଣନ୍ତୁ ଯେ ଗଭର୍ଣ୍ଣମେଣ୍ଟ ଆପଣମାନଙ୍କ ପାଇଁ ଏତେ ସୁବିଧା କଲା ପରେ ବି ଆପଣମାନେ ଏମିତି ୟୁଟିଲାଇଜେସନ୍ କରୁଛନ୍ତି, ବ୍ୟବହାର କରୁଛନ୍ତି। କାହିଁକି? କରିବାର ଉଦ୍ଦେଶ୍ୟ କ'ଣ? ଆପଣମାନେ ନିଜେ ନିଜ ଗୋଡ଼ରେ କୁରାଢ଼ି ମାରୁଛନ୍ତି।